ବାଲେଶ୍ୱରର ପ୍ରଗତି ନିମନ୍ତେ କାରଖାନା କାର୍ଯ୍ୟକ୍ଷମ ହେବା ସହିତ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ନେଇ ସରସ୍ୱତୀପୁରଠାରେ ରେମୁଣା ବୁଦ୍ଧିଜୀବୀଙ୍କ ବୈଠକ। 80 ଦଶକରୁ ଶିଳ୍ପ ସମୃଦ୍ଧ ନେଇ ବାଲେଶ୍ୱର ଏକ ଶିଳ୍ପାଞ୍ଚଳ ସହର ଭାବେ ପୂର୍ବରୁ ପରିଗଣିତ ହୋଇ ଆସୁଥିଲା। ଏଠାରେ ଇମାମି, ଇସ୍ପାତ ଅଲୱେଜ, ବିର୍ଲା ଟାୟାର୍ସ ଭଳି ଅନେକ ଶିଳ୍ପ କାରଖାନା ମାନ ଅବସ୍ଥାପିତ ହୋଇଥିଲା। ମାତ୍ର କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଚରିତାର୍ଥ କରିବାର ହୀନ ପ୍ରଚେଷ୍ଟା ଯୋଗୁଁ ବାଲେଶ୍ୱର ବିର୍ଲା ଭଳି ଅନେକ କାରଖାନା ମାନ ବନ୍ଦ ହୋଇଯାଇଛି ଏବଂ ବହୁ କାରଖାନା ବନ୍ଦ ହେବା ଅବସ୍ଥାକୁ ଆସିଯାଇଛି, ଯାହା ଫଳରେ ବାଲେଶ୍ୱରର ଅର୍ଥନୈତିକ ଅଧୋଗତି ହେବା ସଙ୍ଗେ ସଙ୍ଗେ ବାଲେଶ୍ୱରରେ ବେକାରୀ ସମସ୍ୟା ଅହେତୁକ ବୃଦ୍ଧି ପାଇଛି। ଯଦିବା ଡାଲମିଆ ଓ ହିମାଦ୍ରି କେମିକାଲ ଭଳି କାରଖାନା ବାଲେଶ୍ୱରରେ ତାର ବ୍ୟବସାୟ ପାଇଁ ସମସ୍ତ କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ବାଲେଶ୍ୱରବାସୀଙ୍କ ମନରେ ଏକ ଆଶାର କିରଣ ଉଙ୍କି ମାରିଛି। କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଉକ୍ତ କାରଖାନା କିପରି କାର୍ଯ୍ୟକ୍ଷମ ନ ହୋଇପାରିବ ସେ ପ୍ରତି ସର୍ବଦା ଉଦ୍ୟମରତ ଅଛନ୍ତି, ଯାହାକୁ ବାଲେଶ୍ୱରବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଣୁ ପ୍ରଶାସନର ସହଯୋଗରେ କାରଖାନା ମାନ କାର୍ଯ୍ୟକ୍ଷମ ହେବା ସହିତ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ଏଥିରେ ନିଯୁକ୍ତି ପାଇବା ନିମନ୍ତେ ସରସ୍ୱତୀପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆଠାରେ ଆଞ୍ଚଳିକ ଏକତା ଓ ଆଞ୍ଚଳିକ ବିକାଶର ମୁଖ୍ୟ ଉଦ୍ଦେଶ୍ୟ ନେଇ ରେମୁଣାର ବୁଦ୍ଧିଜୀବୀ ଗଣଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆଇନ ସେବା ଅଧିକାରୀ ସରୋଜ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ୟୁନିୟନ ଲିଡର ଅଶୋକ ରାଉତ, ସରସ୍ୱତୀପୁର ସରପଞ୍ଚ କୈଳାସ ଚନ୍ଦ୍ର ସ୍ୱାଇଁ, ଶ୍ରମିକ ସଂଗଠନର ଉପେନ୍ଦ୍ର ବେହେରା, ଛବିନ୍ଦ୍ର ମହାନ୍ତି, ମନୋରଞ୍ଜନ ପ୍ରଧାନ, ନିର୍ବାହ ସରପଞ୍ଚ ସୁମନ୍ତ ଦାସ, ସମାଜସେବୀ ମାୟାଧର ପଣ୍ଡା, ମାନସ ପଣ୍ଡା, ସମିତି ସଭ୍ୟ ତ୍ରିଲୋଚନ ପ୍ରଧାନ, ଅନଙ୍ଗ ପଟ୍ଟନାୟକ ସମେତ ବହୁ ବୁଦ୍ଧିଜୀବୀ ଓ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଯୁବ ମହିଳାମାନେ ଉପସ୍ଥିତ ରହିଥିଲେ। କୈଳାସ ଚନ୍ଦ୍ର ସ୍ୱାଇଁ, ସରସ୍ୱତୀପୁର ସରପଞ୍ଚ। ଏ ବୈଠକର ଉଦ୍ଦେଶ୍ୟ ମୂଳ ଉଦ୍ଦେଶ୍ୟ ହେଲା ଫ୍ୟାକ୍ଟ୍ରିଟି ଚାଲୁ। ଯୋଉ ବିର୍ଲା ଟାୟାର୍ସ ଥିଲା ସେ ବର୍ତ୍ତମାନ ଡାଲମିଆ ନେଇଛନ୍ତି, ଯାହାକି ଡାଲମିଆ କମ୍ପାନୀ ଚଲେଇଲେ ବାଲେଶ୍ୱର ଡେଭଲପ ହବ, ଲୋକାଲ ଡେଭଲପମେଣ୍ଟ ସହିତ ବାଲେଶ୍ୱର ଡେଭଲପ ହବ। ବାଲେଶ୍ୱର ଡେଭଲପ ହେଲେ ବହୁତ ଲୋକ ଏଇ କମ୍ପାନୀ ବନ୍ଦ ହେଇଯିବାରୁ ବହୁତ ମାନେ ଯୋଉମାନେ 40,000-50,000 ଦରମା ପାଉଥିଲେ ସେ ଯାଇକି ଲୋକଙ୍କୁ ବାଡ଼ ଘେରୁଛନ୍ତି। କିଏ ଦୋକାନରେ କାମ କରୁଛୁ, କିଏ ହୋଟେଲରେ କାମ କରୁଛି। ଆମେ ଚାହୁଁଛେ ଫ୍ୟାକ୍ଟ୍ରିଟା ଚାଲିଲେ ସମସ୍ତେ ଭଲରେ ଚଳିବେ, କିଛି ଛୁଆ ଭଲରେ ପାଠ ପଢିବେ, କାରଣ ତାଙ୍କ ବାପା ଇନକମ କଲେ ତାଙ୍କ ପିଲାମାନେ ଭଲରେ ପାଠ ପଢିବେ, ଭଲରେ ରହିବେ। ତେଣୁ ଆମେ ଚାହୁଁଛୁ ଫ୍ୟାକ୍ଟ୍ରିଟି ଚାଲୁ। ସେଥିପାଇଁ ଆମେ ଆଞ୍ଚଳିକର ଗୋଟେ କମିଟି କରିକି ଲାଗୁଛୁ ଯେ ଫ୍ୟାକ୍ଟ୍ରିଟି ଚାଲୁ। 4-5ଟି ପଞ୍ଚାୟତରୁ ଆଇଛନ୍ତି। ଆମର ଛଣପୁର ପଞ୍ଚାୟତରୁ ସରପଞ୍ଚ ଆଇଛନ୍ତି ମଧ୍ୟ, ସୁତେଇ ପଞ୍ଚାୟତ ସରପଞ୍ଚ ପ୍ଲସ୍ ମୁଁ ଅଛି, ଆଉ ସାଉ ପଞ୍ଚାୟତ ସରପଞ୍ଚ ଅଛନ୍ତି, ଏମିତି ଅଛନ୍ତି, ପ୍ଲସ୍ ସବୁଆଡୁ କିଛି କିଛି ଲୋକ ଆସିଛନ୍ତି। ଆଉ ଆମର କମ୍ପାନୀ ପାଖରେ ସମସ୍ୟା ବର୍ତ୍ତମାନ ପ୍ରଥମ କଥା ହେଲା ଫ୍ୟାକ୍ଟ୍ରି ଚାଲୁ, ଦ୍ୱିତୀୟ ହେଲା ଆମର ପେରିଫେରି ଡେଭଲପମେଣ୍ଟ। ବିର୍ଲା ଟାୟାର୍ସ 25 ବର୍ଷ 30 ବର୍ଷ ଭିତରେ କିଛି କରିନାହିଁ ପେରିଫେରି ଡେଭଲପମେଣ୍ଟ। ତୃତୀୟରେ ହେଲା ଲୋକାଲ ଛୁଆଙ୍କର ଚାକିରି। ଚତୁର୍ଥରେ ଯୋଉମାନେ 30 ବର୍ଷ ହେଲା ଖଟିକି ଆସିଛନ୍ତି, ଚାକିରି କରିଛନ୍ତି, ତାଙ୍କର ପ୍ରାପ୍ୟ ଯେତିକି ଯାହା ଅଛି କମ୍ପାନୀ ଦେଇଦେବ। ଏତିକି ଆମର କମ୍ପାନୀ ପାଖରେ ଡିମାଣ୍ଡ ଆଉ ଅନୁରୋଧ, ଆଉ ପ୍ରଶାସନ ଆଗରେ ରିକ୍ୱେଷ୍ଟ କରୁଛେ। ମୁଁ ହେଲି ସରୋଜ କୁମାର ବେହେରା, ଆଇନଜୀବୀ। ଉଦ୍ଦେଶ୍ୟ ହେଉଛି ଯେ ବାଲେଶ୍ୱର ଜିଲ୍ଲାରେ ରେମୁଣା ଗୋଟେ ଶିଳ୍ପ ନଗର ମାନ୍ୟତା ପାଇଥିବା ସମୟ ଥିଲା। 80-90 ଦଶକରେ ଆପଣଙ୍କର ଯେଭଳି ଭାବରେ ଫ୍ୟାକ୍ଟ୍ରି ଗୁଡ଼ିକ ସବୁ ଗଢ଼ି ଉଠିଥିଲା, ବିର୍ଲା ଟାୟାର୍ସ କୁହନ୍ତୁ, ଇମାମି ପାପରସ୍ କୁହନ୍ତୁ, ଇସ୍ପାତ କୁହନ୍ତୁ, ଜେଏମ୍ବି ସେରାମିକ୍ କୁହନ୍ତୁ, କୋଲା ଲେଟେକ୍ସ କୁହନ୍ତୁ, ଆପଣଙ୍କର ଜିଜିଏଲ୍ କୁହନ୍ତୁ, ଏମିତି କୋଷ୍ଟାଲ ସିନ୍ଥେଟିକ୍ କୁହନ୍ତୁ, ଅନେକ ଫ୍ୟାକ୍ଟ୍ରି ମାନେ ଗଢ଼ି ଉଠିଥିଲା। କ୍ରମଶଃ କୌଣସି ଏକ କାଳ ଚକ୍ରରେ ଏଇ ଫ୍ୟାକ୍ଟ୍ରି ଗୁଡ଼ିକ କ୍ରମଶଃ ମାନେ କିଛି ଫ୍ୟାକ୍ଟ୍ରି ଚାଲିଲା ଏବଂ କିଛି ଫ୍ୟାକ୍ଟ୍ରି ରୁଗ୍ଣ ହେଇଗଲା। ଏବଂ ସେଇ ଫ୍ୟାକ୍ଟ୍ରି ଗୁଡିକ ଯେଉଁ ବନ୍ଦ ହେଇଗଲା, ଏଇ ସବୁ ଫ୍ୟାକ୍ଟ୍ରି ଗୁଡାକରେ ଆପଣଙ୍କ ପରୋକ୍ଷ ପ୍ରତ୍ୟକ୍ଷରେ ଡାଇରେକ୍ଟ ଇନଡାଇରେକ୍ଟଲି ଆପଣଙ୍କର 50,000ରୁ ଉର୍ଦ୍ଧ୍ୱ କର୍ମଚାରୀ କାମ କରୁଥିଲେ। ବିର୍ଲାରେ 5,000 କାମ କରୁଥିଲେ, ଆପଣଙ୍କର ଇମାମିରେ 4,000-3,000 ଲୋକ କାମ କରୁଥିଲେ, କୋଲା ଲେଟେକ୍ସରେ 2,000-3,000 ଲୋକ କାମ କରୁଥିଲେ, ଆପଣଙ୍କର ଜେଏମ୍ବି ସେରାମିକରେ 3,000 ଲୋକ କାମ। ଏଇଭଳି ଭାବରେ ଦେଖିବାକୁ ଗଲେ ତେଣୁ କଣ୍ଟ୍ରାକ୍ଟର ମାଧ୍ୟମରେ ଡାଇରେକ୍ଟ କମ୍ପାନୀ ମାଧ୍ୟମରେ ଅନେକ ଲୋକ କାମ କରୁଥିଲେ। ଫ୍ୟାକ୍ଟ୍ରି ଗୁଡ଼ିକ କ୍ରମଶଃ ତାଙ୍କର ମାନେ ଯେତେବେଳେ କିଛି ବନ୍ଦ ହେଇଗଲା ଏବଂ କିଛି ଚାଲିଲା, ଏବଂ ଆଉ କିଛି ଫ୍ୟାକ୍ଟ୍ରି ସେମାନେ ତାଙ୍କର ତିଷ୍ଠି ରହିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି। ତେଣୁ ଏଇ ଯେଉଁ ଫ୍ୟାକ୍ଟ୍ରି ଗୁଡ଼ିକ ରୁଗ୍ଣ ହେଇଯାଉଛି, ଏହାର କାରଣ କ'ଣ ଏବଂ ଏଥିରେ ବନ୍ଦ ହେବା ଫଳରେ ଲୋକମାନେ କିଭଳି ଭାବରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତାକୁ ଆମେ ଆଲୋଚନା କରିବା ଦରକାର। ତେଣୁ ଆଜି ଏଭଳି ଏକ ଘାତ ସଂଘାତ ଭିତରେ ଯେଉଁ ଗୋଟେ ଏଡ ବଡ଼ ଫ୍ୟାକ୍ଟ୍ରି, ଯେଉଁ ଡାଲମିଆ ଭାରତ ଏବଂ ହିମାଦ୍ରି କେମିକାଲ୍ସ ଗୋଟେ ଯେଉଁ ଫ୍ୟାକ୍ଟ୍ରି ମାନେ ଆମର ଖୋଲିବାକୁ ଯାଉଛି, ଶୁଣା ହେଉଛି 25 ତାରିଖରେ ଖୋଲିବାକୁ ଯାଉଛି। ଏ ଫ୍ୟାକ୍ଟ୍ରିଟି ଆମକୁ ହେଲେ ଅନେକ ଆମ ପାଇଁ ଶୁଭଙ୍କର ହେବ। ଗୋଟେ ଫ୍ୟାକ୍ଟ୍ରି ଗଢ଼ି ଉଠିଲେ ଆପଣଙ୍କର
ଅନେକ ଆନୁଷାଙ୍ଗିକ ବ୍ୟବସାୟ ଅନୁଷ୍ଠାନ ଗୁଡ଼ିକ ବହୁତ ନିର୍ଭରଶୀଳ ହେବେ। ଯଥା କ'ଣ ନା ଆପଣ ଟ୍ରାନ୍ସପୋର୍ଟେସନ, ଅନେକ ବେକାର ଯୁଗ ନାହିଁ ଗାଡ଼ି ସବୁ ବାହାର କରିଥିଲେ, ଜଣେ ଜଣେ ଗୋଟେ କଣ୍ଟେନର ଏବଂ ଫୁଲ ବଡି ଟ୍ରକ୍ ସବୁ ବାହାର କରିଥିଲେ, ଜଣକା 2ଟା 3ଟା ଲେଖା। ହଠାତ୍ ଯେତେବେଳେ ଲୋଡିଂ ବନ୍ଦ ହେଇଗଲା ସେମାନଙ୍କ ଗାଡ଼ି ସବୁ ତଳେ ପଡ଼ିଗଲା, ଅଧା ରେଟ୍ରେ ବିକ୍ରି କଲେ, ଗାଡ଼ିର ସବୁ ରାସ୍ତା କଡ଼େ ଛିଡ଼ା ହେଲା, ପାର୍ଟ ଚୋରି ହେଲା ଏବଂ ସେମାନେ ବାଧ୍ୟ ହେଇକି ଋଣଗ୍ରସ୍ତ ହେଇକି ବାଧ୍ୟ ହେଇକି ସୁଝିଲେ ଗାଡ଼ି ବିକ୍ରି କରି। ତେଣୁ এইଭଳି ପରିସ୍ଥିତି ଯେଉଁ ସୃଷ୍ଟି ହେଲା, ଯେଉଁ କୃତ୍ରିମ ସମସ୍ୟା ସୃଷ୍ଟି ହେଲା, ଯାହାଫଳରେ କି ଲୋକ ଅନେକ ତାଙ୍କ ଜୀବନ ଜୀବିକା ଉପରେ ପରିବସରେ। ବିଶ୍ୱଜିତ ଘୋଷ, ସୋସିଆଲ ୱାର୍କର। ଦେଖନ୍ତୁ ଏଟା ହଉଛି ବିଲାଟାର୍ସ ଚାଲୁ ବିଲାଟାର୍ସ ଚାଲିଲେ କିଛି କର୍ମ ନିଯୁକ୍ତି ସୃଷ୍ଟି ହବ, এইটা হচ্ছে আমার সুচিন্তিত মতামত। এটা প্রথম কথা। দ্বিতীয় কথা হলা যে এটি বিলাটার্স চালুলা পুরোনা পিলা কিছু তাঙ্কর বকেয়া পাইবার বাকি ଅଛି, ଯୋଉଟା ପାଇବାର ଅଛି সেটা ପାଇଁ ସେମାନେ ଷ୍ଟ୍ରାଇକ୍ ଫାଇକ୍ ବି କରିଥିଲେ। ତା ଭିତରେ କଥା ହଉଛି ଯେ ଦୀର୍ଘ 24 ବର୍ଷ ଧରି ଗୋଟେ ସରକାର ଥିଲା, ସେ ସମୟରେ ବି ବିଲାଟାର୍ସ ବହୁତ ଝଡ଼ ଝଞ୍ଜା ଭିତରେ ଯାଇଛି, ପୁଣି ମଝିରେ ଖୋଲୁଥିଲା, ଫେର ବନ୍ଦ ହେଲା ବି ତାଙ୍କୁ ସେଇ ସମୟରେ, ପୁଣି ଖୋଲିଲା ବି ସେଇ ସମୟରେ, ଆଉ ଏବେ ପୁଣି ଆଉ ସେଠି ଗୋଟେ ରାଜନୈତିକ ଫାଇଦା ନବା ପାଇଁ ଷ୍ଟ୍ରାଇକ୍ ଫାଇକ୍ ସବୁ ଯାତ୍ରା ଚାଲିଛି, ଆମେ ଯାହା ବୁଝୁଛୁ। ଦ୍ୱିତୀୟ କଥା ହେଲା କିଛି ପିଲାଙ୍କର ଆକ୍ଚୁଆଲି ଯୋଉମାନେ ନ୍ୟାୟ ଅପେକ୍ଷାରେ ଅଛନ୍ତି ସେମାନେ କିଛି ଲୋକଙ୍କର ପଲିଟିକାଲ ଲିଡରଙ୍କର ମାନେ ରାଜନୈତିକ ଚକ୍ରାନ୍ତରେ ଫସିକି ରହୁଛନ୍ତି କିଛି ପିଲା, ଆମେ ସେ ବି ବୁଝିପାରୁଛୁ। ଆକ୍ଚୁଆଲି କିଛି ପିଲା ବି ନ୍ୟାୟ ପାଇବାର ହକଦାର ଅଛନ୍ତି ସେଠି, ସେଭଳି ପିଲା ବି କିଛି ଅଛନ୍ତି। ବହୁତ ଦୁଃଖ କଷ୍ଟରେ ବିଲାଟାର୍ସ ବନ୍ଦ ହବା ପରେ ରହିଛି। ଆମେ ଚାହୁଁନୁ ଯେ ସେ ପୂର୍ବ ଅବସ୍ଥାରେ ସେଇଭଳି ଭାବରେ ପୁଣି ଆହୁରି ବିଗତ ଦିନ ଗୁଡା ହଉ, ବାଲେଶ୍ୱର ଇଣ୍ଡଷ୍ଟ୍ରି ସବୁ ବନ୍ଦ ହବାକୁ ବସିଲାଣି। ତା ଭିତରେ ଏଟା ଗୋଟେ ବଡ ଇଣ୍ଡଷ୍ଟ୍ରି ଥିଲା, ଆଗକୁ ଚଲେଇଥିଲେ ପୂର୍ବ ସରକାର ଯଦି ଲାଗିଥାନ୍ତେ ନିଶ୍ଚୟ ଚାଲି ପାରିଥାନ୍ତା, ସେ ଚେଷ୍ଟା ତ ହେଲା ନାହିଁ। ଯଦି ବି ଏବେ ଗୋଟେ ସରକାର ଚେଞ୍ଜ ହେଇଛି, ପୁଣି ଏମାନେ ଚାହୁଁଛନ୍ତି ଯେ ସେ ଫ୍ୟାକ୍ଟ୍ରି ଚାଲୁ, ଯେମିତି ଗୋଟେ ମଝିରେ ବନ୍ଦ ହେଇଥିଲା ନୀଳଗିରିରେ ସେ ସିଲବୋର୍ଡ ଫ୍ୟାକ୍ଟ୍ରି, ସେଟା ଚଲା ହେଇଛି, ଚାଲିଛି। ଇସ୍ପାତ ବାଲଗୋପାଳପୁର ଇସ୍ପାତ ଆଉ ଏମିତି କିଛି ଫ୍ୟାକ୍ଟ୍ରି ଚାଲିଛି, ଆଉ ଏଟା ଚାଲିବାଟା ଆମେ ନିଶ୍ଚିତ ଚାହୁଁଛୁ, କାହିଁକି ନା ଚାଲିଲେ ୟା ଦ୍ୱାରା ବାଲେଶ୍ୱର ମାର୍କେଟରେ ଆପଣଙ୍କର ଅର୍ଥନୈତିକ ଅଭିବୃଦ୍ଧି ନିଶ୍ଚିତ ଘଟିବ। କାହିଁକିନା ଏଥିରେ ନିର୍ଭର କରୁଥିବା ବହୁତ ଡାଇରେକ୍ଟ ଇନଡାଇରେକ୍ଟ ବହୁତ ଲୋକ ଏଥିରେ ଉପକୃତ ହେବେ। ଆଉ ଆକ୍ଚୁଆଲି ଦେଖିବା ପାଇଁ ଗଲେ ଯେ ବିଲାଟାର୍ସ ଚାଲିଲେ ଆମର ଜାଗା ଆଖପାଖ ଗାଁର କିଛି ଦୋକାନୀ ବଜାର ଏଗୁଡ଼ା ସବୁ ଚାଲେ, ସେଟା ବି ଚାଲେ, କିନ୍ତୁ ପେରିପେରି ଡେଭଲପମେଣ୍ଟ ଉପରେ ସେମାନେ କେବେ ଧ୍ୟାନ ଦେଇନାହାନ୍ତି। ପେରିପେରି ଡେଭଲପମେଣ୍ଟ ଯେତେବେଳେ ହେଇଛି ବା ସ୍ଥାନୀୟ ନିଯୁକ୍ତି କଥା ହେଇଛି, ସେଥିରେ ସେମାନେ ଆମ ପିଲା ଏଠି ବହୁତ କମ୍ ପିଲା, ବାହାରୁ ପିଲା ବହୁତ ଭର୍ତ୍ତି ହେଇଛନ୍ତି।